तो फ्रेंड्स आज किसी नुआ ज्ञान नेबा चलतु। पूर्वभ्यासेन तैन्यव हृतयते युवस्वपि स जिज्ञासुरपि जगस्य शब्द ब्रह्मातिवर्तते। श्रीमानଙ୍କ ଘରେ ବିଷୟ ବାସନାର ବଶରେ ରହିଲେ ମଧ୍ୟ ସେ ପୂର୍ବଜନ୍ମର ଅଭ୍ୟାସ ଦ୍ୱାରା ଭଗବତ ପଥ ଆଡ଼କୁ ଆକର୍ଷିତ ହୋଇଥାଏ ଏବଂ ଯୋଗରେ ଶିଥିଳ ପ୍ରୟତ୍ନଯୁକ୍ତ ଜିଜ୍ଞାସୁ ମଧ୍ୟ ବାଣୀର ବିଷୟକୁ ପାର କରି ନିର୍ବାଣ ପଦକୁ ପାଇଯାଇଥାଏ। ତାହାର ପ୍ରାପ୍ତି ନିମନ୍ତେ ଏହା ହିଁ ଏକମାତ୍ର ଉପାୟ। କେହି ମଧ୍ୟ ଗୋଟିଏ ଜନ୍ମରେ ପାଇନଥାଏ। ପ୍ରୟତ୍ନାଦ୍ୟତମାନସ୍ତୁ ଯୋଗୀ ସଂଶୁଦ୍ଧ କିଲଂ ବିଶ ଅନେକ ଜନ୍ମ ସଂସିଦ୍ଧସ୍ତୋ ୟାତି ପରମ ଗତିମ୍। ଅନେକ ଜନ୍ମରୁ ପ୍ରୟତ୍ନ କରି ଆସୁଥିବା ଯୋଗୀ ପରମ ସିଦ୍ଧକୁ ପ୍ରାୟ ହୋଇଯାଇଥାଏ ଓ ପ୍ରୟତ୍ନ ପୂର୍ବକ ଅଭ୍ୟାସ କରୁଥିବା ଯୋଗୀ ସମସ୍ତ ପାପରୁ ସମ୍ପୂର୍ଣ୍ଣ ରୂପେ ଶୁଦ୍ଧ ହୋଇ ପରମ ଗତିକୁ ପ୍ରାପ୍ତ ହୋଇଥାଏ ଓ ପ୍ରାପ୍ତି ନିମନ୍ତେ ଏହା ହିଁ କ୍ରମ ଅଟେ। ପ୍ରଥମେ ଶିଥିଳ ପ୍ରୟତ୍ନରୁ ହିଁ ସେ ଯୋଗ ପ୍ରାରମ୍ଭ କରିଥାଏ। ମନ ବିଚଳିତ ହେଲେ ପୁନର୍ଜନ୍ମ ନେଇଥାଏ, ସଦ୍‌ଗୁରୁଙ୍କ କୂଳରେ ପ୍ରବେଶ ପାଇଥାଏ ଏବଂ ପ୍ରତ୍ୟେକ ଜନ୍ମରେ ଅଭ୍ୟାସ କରି ଶେଷରେ ସେଠାରେ ହିଁ ପହଞ୍ଚିଥାଏ ଯାହାର ନାମ ପରମ ଗତି ପରମ ଧାମ କୁହାଯାଇଛି। ଶ୍ରୀକୃଷ୍ଣ କହିଲେ ଯେ ଏହି ଯୋଗରେ ବୀଜ ନଷ୍ଟ ହୋଇଥାଏ। ଆପଣ ଦୁଇ ପାଦ ମାତ୍ର ଚାଲିଲେ ସେହି ସାଧନା କେବେ ନଷ୍ଟ ହୋଇନଥାଏ। ଯେକୌଣସି ପରିସ୍ଥିତିରେ ରହି ମଧ୍ୟ ମନୁଷ୍ୟ ଏପରି କରିପାରିବ। ଅଳ୍ପ ସାଧନ ଜଞ୍ଜାଳରେ ରହି ହିଁ କରିପାରିଥାନ୍ତି, କାରଣ ସେମାନଙ୍କ ନିକଟରେ ସମୟ ହିଁ ନଥାଏ। ଆପଣ କଳା ଗୋରା ସ୍ୱଦେଶୀ କିମ୍ବା ବିଦେଶୀ ଅଥବା ଯେକୌଣସି ସ୍ଥାନରେ ରୁହନ୍ତୁ ନା କାହିଁକି, ଗୀତା ସମସ୍ତଙ୍କ ନିମନ୍ତେ ଉଦ୍ଦିଷ୍ଟ। ଗୀତା ଆପଣଙ୍କ ନିମନ୍ତେ ହିଁ ଅଟେ, କାରଣ ଆପଣ ମନୁଷ୍ୟ। ତୀବ୍ର ପ୍ରୟତ୍ନଶୀଳ ଭଲେ ଯାହା ହେଉନା କାହିଁକି, ଶିଥିଳ ପ୍ରୟତ୍ନଯୁକ୍ତ ଗୃହସ୍ଥ ହିଁ ହୋଇଥାଏ। ଗୀତା ଗୃହସ୍ଥ ବିରକ୍ତି ଶିକ୍ଷିତ ଅଶିକ୍ଷିତ ସର୍ବସାଧାରଣ ମନୁଷ୍ୟମାନଙ୍କ ନିମନ୍ତେ ହିଁ ଅଟେ। କୌଣସି ସାଧୁ ନାମକ ବିଚିତ୍ର ପ୍ରାଣୀ ନିମନ୍ତେ ହିଁ ନୁହେଁ। ଶେଷରେ ଯୋଗେଶ୍ୱର ଶ୍ରୀକୃଷ୍ଣ ନିର୍ଣ୍ଣୟ ଦେଉଛନ୍ତି, ତପସ୍ୱୀଭ୍ୟଧିକୋ ଯୋଗୀ ଜ୍ଞାନୀଭ୍ୟୋऽପି ମତୋऽଧିକଃ କର୍ମଭ୍ୟଶ୍ଚାଧିକୋ ଯୋଗୀ ତସ୍ମାତ୍ ଯୋଗୀ ଭୱାର୍ଜୁନ। ତପସ୍ୱୀମାନଙ୍କଠାରୁ ଯୋଗୀ ଶ୍ରେଷ୍ଠ, ଜ୍ଞାନୀ ସେମାନଙ୍କଠାରୁ ମଧ୍ୟ ଶ୍ରେଷ୍ଠ କୁହାଯାଇଛି। କର୍ମୀମାନଙ୍କଠାରୁ ମଧ୍ୟ ଯୋଗୀ ଶ୍ରେଷ୍ଠ। ତେଣୁ କରି ହେ ଅର୍ଜୁନ, ତୁମେ ଯୋଗୀ ହେବାକୁ ପ୍ରୟତ୍ନ କର। ତପସ୍ୱୀ ମନ ସହିତ ଇନ୍ଦ୍ରିୟମାନଙ୍କୁ ଯୋଗରେ ପରିବର୍ତ୍ତନ କରିବା ନିମନ୍ତେ ତପ କରିଥାନ୍ତି, କିନ୍ତୁ ବର୍ତ୍ତମାନ ଯୋଗରେ ମନ ସହିତ ଇନ୍ଦ୍ରିୟ ପ୍ରବେଶ କରେ ନାହିଁ, ଅର୍ଥାତ୍ ପ୍ରୟତ୍ନ ଜାରି ରହିଛି।